नमस्कार प्रिय श्रोता माने आजिर एही पवित्र अवसर रे मु आपणक सम्मुखरे गणतंत्र दिवस विषय रे किछि कहिबाकू आसीछि। आजिर दिनटी आम सबुठारु बड़ अभिमानर दिन, जहाकू आमे भारतवासी भावे प्रत्येक वर्ष उत्सव मुखर मन भावरे पालन करिथाउ। गणतंत्र दिवसर इतिहास 1950 मसीहार ଜାନୁଆରୀ 26 ତାରିଖରେ ଆମର ଦେଶର ନୂତନ ସମ୍ବିଧାନ ଲାଗୁ ହୋଇଥିଲା। ଏହି ସମ୍ବିଧାନ ଆମକୁ ଗର୍ବ ଏବଂ ସ୍ୱାଧୀନତାର ଅଭିଜ୍ଞାନର ଆଧାର ଦିଆଯାଇଛି। ଜଣାଯାଏ ସମ୍ବିଧାନ ଲେଖିବା ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା। ଆମର ସମ୍ବିଧାନର ରଚୟିତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଆମେ ସ୍ମରଣ କରିବା ଆବଶ୍ୟକ। ତାଙ୍କ ଶ୍ରମର ପରିଣତି ଆଜି ଆମ ଦେଶ ଗଣତନ୍ତ୍ର ରୂପରେ ସ୍ଥାପିତ ହୋଇଛି। ଗଣତନ୍ତ୍ରର ମାନେ ଗଣତନ୍ତ୍ରର ଅର୍ଥ ହେଉଛି ଜନତାର ଶାସନ। ଏଠାରେ ସବୁ ନାଗରିକ ଏକ ସମାନ ଅଧିକାର ଓ ସ୍ୱତନ୍ତ୍ରତା ଉପଭୋଗ କରିଥାନ୍ତି। ଆମର ସମ୍ବିଧାନ ଆମକୁ ମତଦାନର ଅଧିକାର ଦେଇଛି, ଯାହା ଆମକୁ ନିଜର ପ୍ରତିନିଧି ଚୟନ କରିବାର ସୁଯୋଗ ଦେଇଥାଏ। ଏହା ଆମ ଗର୍ବ ଓ ନାଗରିକତ୍ୱର ପ୍ରତୀକ। ଉତ୍ସବର ଆବଶ୍ୟକତା ଗଣତନ୍ତ୍ର ଦିବସ ଆମକୁ ଆଗୁଆ କରିବା ପାଇଁ ନୂତନ ପ୍ରେରଣା ଦେଇଥାଏ। ଏହାର ମୁଖ୍ୟ ଆକର୍ଷଣ ହେଉଛି ଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଯାଉଥିବା ସେନା ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ଆମ ସାମାଜିକ ଏବଂ ସାଂସ୍କୃତିକ ବିଭିନ୍ନତାର ସୁନ୍ଦର ଚିତ୍ର ଦେଇଛି। ଏହି ଦିନ ଆମକୁ ଦେଶ ପ୍ରେମର ମୂଲ୍ୟ ବୁଝାଇ ଦିଏ ଏବଂ ଆମକୁ ଏକତାରେ ବାନ୍ଧି ରଖେ। ସମାପନ ଆମକୁ ଆଜିର ଦିନରେ ନିଜକୁ ଏକ ଦାୟୀ ନାଗରିକ ଭାବେ ଗଢ଼ି ତୋଳିବାକୁ ଓ ଦେଶର ଉନ୍ନତିରେ ଅଂଶଗ୍ରହଣ କରିବାକୁ ଶପଥ ନେବା ଆବଶ୍ୟକ। ଗଣତନ୍ତ୍ର ଦିବସ କେବଳ ଉତ୍ସବ ନୁହେଁ, ଏହା ଆମକୁ ଆମର ଦାୟିତ୍ୱ ସ୍ମରଣ କରାଏ। ଧନ୍ୟବାଦ। ଜୟ ହିନ୍ଦ।